ଶିକ୍ଷା ଆକାଶର ଆଉ ଜଣେ ଧ୍ରୁବତାରା ସବୁଦିନ ପାଇଁ ଲିଭିଗଲେ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା। ଆଜି ତାଙ୍କର ଦ୍ୱାଦଶ କ୍ରିୟା। ନାରାୟଣ ନନ୍ଦ ସ୍ମୃତି କମିଟି ଫକୀରପୁର ତରଫରୁ ନାରାୟଣ ନନ୍ଦ ସ୍ମରଣିକା ଉନ୍ମୋଚନ। 1950-60 ଦଶକରେ ଫକୀରପୁର ଶିକ୍ଷା ଆକାଶରେ ଅନ୍ଧକାର ଛୁଁଥିଲା। ସତ୍ୟନାରାୟଣ ମଧ୍ୟ ଇଂରାଜୀ ବିଦ୍ୟାଳୟ ଫକୀରପୁରରେ ଶିକ୍ଷକ ଭାବେ ଯୋଗଦାନ ଦେଇଥିଲେ ଏବଂ ଶିକ୍ଷାଦାନ ରୂପକ ମଶାଲ ଜାଳି ଅନ୍ଧକାରକୁ ଦୂରକାର କରିଥିଲେ। ସେହି ଆଲୋକରେ ଉଦ୍ଭାସିତ ହୋଇ ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଶିକ୍ଷାଦାନକୁ ବୃତ୍ତି କରି ସେ ଗଢ଼ିଥିଲେ କେତେ ଯେ ସଫଳ ମଣିଷ। ତାଙ୍କର ଶିକ୍ଷା ପାଇଁ ତ୍ୟାଗ ଅମୂଲ୍ୟ। ହଜାର ହଜାର ଛାତ୍ରଛାତ୍ରୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ସ୍ୱର୍ଗତ ମୁରଲୀଧର ପଣ୍ଡା। ଆଜି ତାଙ୍କର ଦ୍ୱାଦଶ କ୍ରିୟାରେ ନାରାୟଣ ନନ୍ଦ ସ୍ମୃତି କମିଟି ତରଫରୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ସ୍ୱର୍ଗତ ଶିକ୍ଷାବିତ୍ ମୁରଲୀଧର ପଣ୍ଡା ଜନ୍ମ ହୋଇଥିଲେ 12/2/1936 ମସିହାରେ। ତିରୋଧାନ ଦିବସ 12/1/2024 ମସିହା। ଆଜି ଦ୍ୱାଦଶ କ୍ରିୟାରେ ଶୋକ ସନ୍ତପ୍ତ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପୁଅ ବୋହୂ ପ୍ରକାଶ ଏବଂ ଆରତୀ, ଝିଅ ଜ୍ୱାଇଁ କଳ୍ପନା, ପୂର୍ଣ୍ଣ, ମୁନି, ଲକ୍ଷ୍ମଣ, ନାତି ନାତୁଣୀ, ନାତୁଣୀ ଜ୍ୱାଇଁ, ନିପୁ, ମାମା, ସିପି, ଚନ୍ଦନ, ପପୁ, ପିଙ୍କି, ନନ୍ଦୁ, ଶେଲି, ମୁକେଶ, ବାବୁ, ଚୁଲବୁଲି, ଅଣନାତି ଅଣନାତୁଣୀ, ଫୁପୁ, ଗୁଣ୍ଡୁ, ମଫିନ୍ ଏବଂ ବନ୍ଧୁ ପରିବାରବର୍ଗ।